আচ্ছা জয় জগন্নাথ হরি ওম তত্ত্ব সত্য আমি আসিছু আজ আসিছু জঙ্গল ভিতরକୁ জଣକୁ ଆମେ পাইছু যে তাଙ୍କ ভিতরে 2024 পরে পরে যেମିତି জগତ ଉଦ୍ଧାର ହେବ ଆମେ ସେଇ ଅନୁସାରେ ଗୋଟେ କଥାଟେ କହିବା ଦେଖିବା ଆପଣମାନଙ୍କ ମନକୁ ଠିକ୍ ଆସୁଛି କି ନାହିଁ। ଆଚ୍ଛା ଜଗତ ଉଦ୍ଧାର କରିପାରିବ ନା? ଆଜ୍ଞା ନା। ଆଚ୍ଛା ଠିକ୍ ଅଛି ସେ ପାରିବେ ନାହିଁ କହିଲେଣି ତାହେଲେ ଆମେ ଗୋଟେ ମନ୍ତ୍ର ଭଗବାନଙ୍କର ମନ୍ତ୍ର ଆମେ ଗୋରୁଙ୍କୁ ଉଦ୍ଧାର କରିବା, ଦ୍ୱିତୀୟ ଭଗବାନଙ୍କୁ ଉଦ୍ଧାର କରିବା, ତୃତୀୟର ଆତ୍ମା ଉଦ୍ଧାର ହେବେ। ଉଦ୍ଧାର ହେଲା ପରେ ମନୁଷ୍ୟମାନେ ଉଦ୍ଧାର ହେବେ, ଯେତିକି ବାଟବଣା ହେଇଛନ୍ତି ଠିକ୍ ଜିନିଷ ଜାଣିପାରିବେ। ତେଣୁ ମନ୍ତ୍ର ଗୋଟିଏ ରହିଛି ସିଦ୍ଧ ମନ୍ତ୍ର, ସେଇ ମନ୍ତ୍ରଟାକୁ ଯିଏ ବୁଝିପାରିବ ସେ ଆଜି ଖରାପ ଭଲ ଭିତରେ ସେ ଜାଣିପାରିବ ଯେ ପ୍ରକୃତର ସତ୍ୟଟା କ'ଣ ହେଲା। ଆଚ୍ଛା ସଂସାର ଭିତରେ ଯଦି ସବୁ ଭଲ ମଣିଷ ଉଦ୍ଧାର ହେଇଗଲେ ତାହେଲେ ଖରାପ ମଣିଷ ଉଦ୍ଧାର କରିବ କିଏ? ଆପଣମାନେ ଜାଣିପାରିବା ଦରକାର। ଯଦି ଠିକ୍ ମାର୍ଗ ଆପଣ ପାଇଗଲେ ତାହେଲେ ଲାଇକ୍ଟା କରିବା ଦରକାର ଆଉ କମେଣ୍ଟରୁ ଜଣାଇବା ଦରକାର ଯେ ଯଦି ଠିକ୍ ଜିନିଷଟା ପାଇଛନ୍ତି। ତେଣୁ ମନ୍ତ୍ର ଭିତରେ ଗୋଟେ ସିଦ୍ଧ ମନ୍ତ୍ର ଅଛି। ଭଗବାନ ନାରାୟଣଙ୍କର ମନ୍ତ୍ର ହେଲା ଓଂ ଓଂ ଭଜ ନାରାୟଣ ବାସୁଦେବ ଜପ ଜୀବ ବ୍ରହ୍ମ ଏକ ଭାବ ଭଜ ହରି ଓಂ ତତ୍ସତ ଜପ ଗୋବିନ୍ଦ ଦେବ ଗୁରୁ ଆତ୍ମା ସତ୍ୟ ହରି ଓಂ। ଏହି ମନ୍ତ୍ରଟା ଯେତେବେଳେ ମଣିଷ ପାନ କରିବେ ସେତେବେଳେ ସାରା ଜଗତ ସିଦ୍ଧ ହେବ, ଜ୍ଞାନ ଉଦ୍ଧାର ହେବ। ମାନେ ମଣିଷର ଯେତେକ ଦିବ୍ୟ ପୁରୁଷ ଅଛନ୍ତି ତାଙ୍କ ଜ୍ଞାନ ଉଦ୍ଧାର ହେବ। ଗୁରୁ ଦେଇ ଯାଇଛନ୍ତି ଗୋଟିଏ, ତାକୁ ଆମେ ଅନୁଭବ କରିଦେଲେ ଗୋଟିଏ। ଯଦି ସାରା ଜଗତକୁ ଗୋଟିଏ ବୋଲି ଆମେ ବୁଝିଲେ କେବଳ ଏଇ ଶବ୍ଦ ଗୋଟିକ ଗୋଟିଏ, କିନ୍ତୁ ହଜାର ହଜାର କଥା କହୁଥିବା କିନ୍ତୁ ଥିବ ସେ ଗୋଟିଏ। ତାର ପରିଚୟ ଜାଣିବା ପାଇଁ ହେଲେ କମେଣ୍ଟରେ ଜଣାନ୍ତୁ, ଆହୁରି ଭିଡ଼ିଓ ଦ୍ୱାରା ଜାଣିପାରିବେ। ରଖୁଛୁ ଏବେ। ଜୟ ଜଗନ୍ନାଥ ହରି ଓମ୍ ତତ୍ତ୍ୱ ସତ।